गुड इवनिंग स्टूडेंट्स। तो आज आम पढ़ा माय ग्रेटेस्ट ओलंपिक प्राइज रो यूनिट 3 देले आमर ए विषयटी पूरा कंप्लीट हो तो जो माने भी यूनिट 1 यूनिट 2 पढ़िन तुम चैनल को जाइए वीडियो देखि पारिबो। मु मोर बेस्ट चेष्टा करूची तुमको बुझेया पई आशा करूची तमे बुझी पारुथबो। जदि किसी डाउट अछि मते कमेंट सेक्शन रे जणैबो। तो एबे आमे यूनिट 3 स्टार्ट करिबा। डू यू बिलीव इन द एडेज फ्रेम ए फ्रेंड indeed friend in need is a friend indeed। एडेज माने छुआ होची लोक कथा से कहउचंती तमे कोन एही लोक कथा पर विश्वास करो। फ्रेंड इन नीड इज ए फ्रेंड इंडीड। यार ओडिया अर्थ होची दुख समयर बंधु ही प्रकृत बंधु। रीड द फॉलोइंग यूनिट ऑफ द टेक्स्ट एंड नोट हाउ ओन्स एंड लॉज लॉन्ग बिकम गुड फ्रेंड्स। The night I walked over the lodge long's room in the Olympic village to thank him। କାହିଁକିନା ଆମେ ପ୍ରିଭିୟସ୍ ଭିଡ଼ିଓରେ ପଢିଛେ ଯେ କେମିତି ତାଙ୍କୁ ସେ ସଜେସନ ଦେଲେ ଯେ ତମେ ଡେଇଁବା ପୂର୍ବରୁ ଗୋଟେ ଲାଇନ ଟାଣି ଦିଅ ଯାହାଫଳରେ ତୁମକୁ ଇଜି ହବ ଡେଇଁବା ପାଇଁ। ତାଙ୍କ ସେଇ ସଜେସନ ପାଇଁ ଜେସିଓନ୍ସ ତାଙ୍କର ଟ୍ରାଏଲ୍ସରେ ସେ କ୍ୱାଲିଫାଇ କରିଥିଲେ। ସେ ତାଙ୍କ ସଜେସନ ପାଇଁ ତାଙ୍କୁ ସେ ଧନ୍ୟବାଦ ଜଣାଇବା ପାଇଁ ଆସିଛନ୍ତି। That night I walked over to Lodge Long's room in the Olympic village to thank him। ସେଦିନ ରାତିରେ କଣ ହେଇଛି ନା ଜେସିଓନ୍ସ ଯାଇଛନ୍ତି ଲଜ୍ ଲଙ୍ଗଙ୍କ ରୁମକୁ। କୋଉଠି ନା ତାଙ୍କ ଯୋଉ ଅଲମ୍ପିକ ଭିଲେଜ ମାନେ ଏଠି ଅଲମ୍ପିକ କ୍ୟାମ୍ପେନ୍ ତାଙ୍କର ଯୋଉ କ୍ୟାମ୍ପେନ୍ ହଉଥିଲା ଗେମ୍ ହଉଥିଲା ସେଟାକୁ ଅଲମ୍ପିକ ଭିଲେଜ ବୋଲି କୁହାଯାଇଛି। ରାତିରେ ସେ ତାଙ୍କ ରୁମକୁ ଯାଇଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ। I knew that if it hadn't been for him, I probably wouldn't be jumping in the finals the following day। ସେ କହୁଛନ୍ତି I knew that if it hadn't been for him। ସେ ଜାଣିଛନ୍ତି ଭଲସେ ଯେ ସିଏ ନଥିଲେ ତାଙ୍କ ବିନା ମୁଁ ହୁଏତ ଫାଇନାଲ ପାଇଁ ଯୋଉ ଟ୍ରାଏଲ୍ସ ହଉଥିଲା ସେଥିରେ ମୁଁ କ୍ୱାଲିଫାଇ କରିପାରି ନଥାନ୍ତି। We sat in his quarters and talked for 2 hours। ମୁଁ ତାଙ୍କ କ୍ୱାର୍ଟର ତାଙ୍କ କୋଠରୀରେ ବସିଲି ଆଉ ତାଙ୍କ ସହିତ 2 ଘଣ୍ଟା ଧରି କଥା ହେଲି। କାହା ବିଷୟରେ? About track and field, ourselves, the world situation and a dozen other thing। ଯେହେତୁ ତାଙ୍କ ଭିତରେ ଭଲ ବନ୍ଧୁତା ହେଇସାରିଥିଲା ସେମାନେ କାହା ବିଷୟରେ କଥା ହେଲେ ନା about track and field ତାଙ୍କର ଯୋଉ ତାଙ୍କ ଦୌଡ଼ିବା ପାଇଁ ରାସ୍ତା, ତାଙ୍କର ଲଙ୍ଗ ଜମ୍ପ ହାଇ ଜମ୍ପ ପାଇଁ ଯୋଉ ଫିଲ୍ଡ ପଡିଆ, ଆୱାର ସେଲ୍ଫସ୍ ତାଙ୍କ ନିଜ ବିଷୟରେ, ଦ ୱାର୍ଲଡ ସିଚୁଏସନ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ଯୋଉ ଭଳିଆ କାର୍ଯ୍ୟକଳାପ କରୁଥାନ୍ତି ସେ ବିଷୟରେ, ୱାର୍ଲଡ ସିଚୁଏସନ ପୃଥିବୀର ଅବସ୍ଥା ଉପରେ ଏଣ୍ଡ ଏ ଡଜନ ଅଫ ଅଦର ଥିଙ୍ଗ ଆଉ 10-12 ପଦ ବିଷୟରେ କଥା ସେମାନେ ଆଲୋଚନା କରୁଥିଲେ କଲେ। When I finally got up to leave, we both knew that a real friendship had been formed। ସେ କହୁଛନ୍ତି ଯେତେବେଳେ ମୁଁ ଉଠି ଛିଡା ହେଲି କଣ ପାଇଁ ନା ଯେତେବେଳେ ଯିବା ପାଇଁ ମୁଁ ଉଠି ଛିଡା ହେଲି ଆମେ ଦୁଇ ଜଣ ଜାଣି ସାରିଥିଲୁ। We both knew that a real friendship had been formed। ଆମେ ଦୁଇ ଜଣ ଜାଣି ସାରିଥିଲୁ ଯେ ଆମ ଭିତରେ ଗୋଟିଏ ଗଭୀର ସତ୍ୟ ଏବଂ ଗଭୀର ବନ୍ଧୁତା ଗଢି ଉଠିଛି। Lodge would go out to the field the next day trying to beat me if he could, but I knew that he wanted me to do my best even if that meant my winning। ସେ କହୁଛନ୍ତି Lodge Long would go out to the field the next day। Lodge Long କାଲି ପଡିଆକୁ ଖେଳିବା ପାଇଁ ଯିବେ। Trying to beat me if he could ଯଦି ସେ ପାରନ୍ତି ସେ ମତେ ହରେଇବାକୁ ଚେଷ୍ଟା କରିବେ। But I knew that he wanted me to do my best even if that meant my winning। ବାକି ଏଠି ଆଇ ହେଉଛି ଜେସିଓନ୍ସ କହୁଛନ୍ତି କାଲି ମୁଁ ଜାଣିଛି ଲଜଲଙ୍ଗ ପଡିଆକୁ ଓହ୍ଲେଇବେ ମତେ ହରେଇବା ପାଇଁ ଚେଷ୍ଟା କରିବେ ଆଉ କିନ୍ତୁ ଏତିକି ମୁଁ ଜାଣିଛି ସେ ଚାହାନ୍ତି ମୁଁ ମୋର ବେଷ୍ଟ ଦିଏ। But I knew that he wanted to do my best। ସେ ଚାହାନ୍ତି ମୁଁ ମୋର ସବୁଠୁ ଭଲ ପରଫରମାନ୍ସ ଦିଏ। Even if that meant my winning। ଯଦି ବି ମତେ ଜିତିବା ପାଇଁ ପଡେ
ଇଭିନ୍ ଇଫ୍ ଦ୍ୟାଟ୍ ମିଣ୍ଟ ମାଇ ୱିନିଂ, ଯଦିଓ ସେଟା ମୋର ଜିତାପଣ ହବ, ତାପରେ ବି ସେ ଭଲ ସାଙ୍ଗ ହିସାବରେ ଚାହାନ୍ତି ଯେ ମୁଁ ମୋର ସବୁଠୁ ଭଲ ପରଫର୍ମାନ୍ସ ମୁଁ ଦିଏ। As I turned out, Lodge broke his past record. In doing so, he pushed me on to a peak performance. ସେ କହୁଛନ୍ତି as it turned out, ଏହାର ଖୁଲାସା ହେଲା, ସେ ଯାହା ଭାବୁଥିଲେ ସେହା ହେଲା। ଲଜ୍ ବ୍ରୋକ୍ ହିଜ୍ ଓନ୍ ପାଷ୍ଟ ରେକର୍ଡ, ଯୋଉ ଟ୍ରାଏଲ୍ସରେ ସେ ଡେଉଁଥିଲେ, ତାଙ୍କ ଯୋଉ ଫାଇନାଲ୍ସ ପାଇଁ ଯୋଉ ଟ୍ରାଏଲ୍ସ ହଉଥିଲା, ସେ ଆଟଲିଷ୍ଟ ମାନେ ଟ୍ରାଏଲ୍ସ ଜମ୍ପରେ ସେ 26 ଫୁଟ ଡେଇଁ ଦଉଥିଲେ। ତାଙ୍କର ସେ ଫାଇନାଲ ଜମ୍ପରେ ତାଙ୍କର ସେ ପୁରୁଣା ରେକର୍ଡକୁ ଲୋଜଲଙ୍ଗ ଭାଙ୍ଗି ଦେଲେ। In doing so, he pushed me on to a peak performance. ତାଙ୍କର ଏହିଭଳି ଜମ୍ପ, ତାଙ୍କର ଏଇଭଳିଆ ପରଫର୍ମାନ୍ସ ମତେ ପ୍ରେରଣା ଦେଲା। ପୁଶ୍ଡ ମି, ମତେ ଠେଲିଲା, ମାନେ ମତେ ପ୍ରେରଣା ଦେଲା ଯେ ମୁଁ ମୋର ପିକ୍ ପରଫର୍ମାନ୍ସ, ମୋର ସବୁଠୁ ବେଷ୍ଟ, ମାନେ ମୁଁ ମୋର ଜୋର ଲଗେଇଦେଲି ପିକ୍ ପରଫର୍ମାନ୍ସ, ମୋର ବେଷ୍ଟ ପରଫର୍ମାନ୍ସ ଦେବା ପାଇଁ। ପିକ୍ ସବୁଠୁ ବେଷ୍ଟ ଯେଟା କୁହନ୍ତି। ଲୋଜଲଙ୍ଗ ଯୋଉ ଡେଇଁଲେ, ତାଙ୍କର ଯୋଉ ରେକର୍ଡ ଭାଙ୍ଗିଲେ, ତାଙ୍କର ଏଇଭଳିଆ ମାନେ ପ୍ରଦର୍ଶନ ଦେଖି ଜେସିଓନ୍ସ ଇନ୍ସପାୟାର ହେଇଗଲେ, ଆଉ ସେ ନିଜର ବେଷ୍ଟ, ସବୁଠୁ ବେଷ୍ଟ ପରଫର୍ମାନ୍ସ ସେ ଦେଲେ। I remember that at the instant I landed from my final jump, the one which set the Olympic record of 26 feet 5 1 by 4 inches, ତାଙ୍କର ଭଲ ସେ ମନେ ଅଛି। ଠିକ ଇନଷ୍ଟାଣ୍ଟ, ତତ୍କାଳ ଭାବରେ ସେ କଣ କଲେ ନା ଆଇ ଲ୍ୟାଣ୍ଡେଡ ଫ୍ରମ ମାଇ ଫାଇନାଲ ଜମ୍ପ, ତାଙ୍କ ଯୋଉ ଫାଇନାଲ ଜମ୍ପ ଥିଲା, ସେ କଣ କଲା, ଦ ୱାନ୍ ହୁଇଚ୍ ସେଟ୍ ଦ ଅଲମ୍ପିକ ରେକର୍ଡ ଅଫ 26 ଫିଟ୍ 5 1 by 4 inches, ସେଟା ଅଲମ୍ପିକ ହିଷ୍ଟ୍ରିରେ ନା ଗୋଟେ ବିଶ୍ୱ ରେକର୍ଡ ହେଇଗଲା। ସେ କେତେ ଡେଇଁଲେ ନା 26 ଫୁଟ 5.1 ଇଞ୍ଚେସ୍ ସିଏ ଡେଇଁଲେ। 26 ଫୁଟ 5 1 by 4 inches ସେ ଡେଇଁକି ଅଲମ୍ପିକରେ ରେକର୍ଡ ସୃଷ୍ଟି କଲେ। ହି ୱାଜ ଏଟ୍ ମାଇ ସାଇଡ୍ କଂଗ୍ରାଚୁଲେଟିଂ ମି। ହି କାହାକୁ ରେଫର କରିଛି ନା ଲୋଜଲଙ୍କୁ ରେଫର କରିଛି। ଯେତେବେଳେ ସିଏ ଅଲମ୍ପିକରେ ରେକର୍ଡ ତିଆରି କଲେ, ଜେସିଓନ୍ସ 26 ଫୁଟ 5 1 by 4 ଡେଇଁକି ଯୋଉ ରେକର୍ଡ ସୃଷ୍ଟି କଲେ, ସେତେବେଳେ ଲୋଜଲଙ୍ଗ ତାଙ୍କ ପାଖରେ ଛିଡା ହେଇଥିଲେ ଆଉ ତାଙ୍କୁ ଧନ୍ୟବାଦ ଜଣାଉଥିଲେ, ଅଭ୍ୟର୍ଥନା ତାଙ୍କୁ ଜଣାଉଥିଲେ। Despite the fact that Hitler glared at us from the stands not 100 years away, ସେ କହୁଛନ୍ତି despite, ଯଦିଓ, fact that Hitler glared ମାନେ ହଉଛି ରାଗରେ କଟମଟ କରିକି ଅନେଇବାକୁ ଗ୍ଲାଡ ବୋଲି କୁହନ୍ତି। at us from the stands not 100 yards away, ସେ କହୁଛନ୍ତି ହିଟଲର କୋଉଠି ଥିଲେ, ମାନେ ହିଟଲର ଏମିତି ଦୂରତାରେ ବସିଥିଲେ, ତାଙ୍କ ପାଖରୁ ସେ ଷ୍ଟାଣ୍ଡ ବି 100 ୟାର୍ଡ ଦୂରତାରେ ନଥିଲା, ମାନେ ଅତି ନିକଟତରୁ ହିଟଲର ତାଙ୍କୁ ଦେଖୁଥିଲେ। ଆଉ ଯେତେବେଳେ ଜେସିଓନ୍ସ ଜିତିଗଲେ, ଲୋଜଲନ୍ ତାଙ୍କୁ କଂଗ୍ରାଚୁଲେଟ କରୁଥିଲେ, ସେତେବେଳେ ହିଟଲର ତାଙ୍କୁ ରାଗରେ କଟମଟ କରିକି ଦୁଇ ଜଣଙ୍କୁ ଅନଉଥିଲେ। କଣ ପାଇଁ ଅନଉଥିଲେ ନା ହିଟଲର ତାଙ୍କୁ ଲୁଚେଇକି ରଖିଥିଲେ ଲୋଜଲଙ୍କୁ, ଏଇ ଆଶାରେ କି ଲୋଜଲଙ୍ଗ ଜିତିବେ, ତାଙ୍କର ନାଜି ସୁପରମେସି ଥିଓରିଟା ଆହୁରି ଫେମସ ହବ, ତାଙ୍କର ତାଙ୍କର ଯୋଉ ଗର୍ବ ଅହଙ୍କାର ଆଉ ଟିକେ ବଢିବ। ଯେହେତୁ ଲଜ ଆମର ଲୋଜଲଙ୍ଗ ଜିତି ପାରିଲେନି, ଜେସିଓନ୍ସ ଏଜ ଏ ନିଗ୍ରୋ ଜିତିଗଲେ, ତାଙ୍କର ସେଠି ୱେଟ କମି, ତାଙ୍କର ଓଜନଟା କମିଗଲା, ଯାହା ଫଳରେ ସେ ରାଗରେ କଟମଟ କରିକି ଦୁଇ ଜଣଙ୍କୁ ଅନଉଥିଲେ। ଲୋଜ ସୁକ୍ ମାଇ ହ୍ୟାଣ୍ଡ ହାର୍ଡ, ତାଙ୍କର ଯୋଉ ଲୋଜଲଙ୍ଗ କଣ କଲେ ନା ଜେସିଓନ୍ସଙ୍କ ହାତଟିକୁ ମାନେ ଦୃଢ ଭାବରେ ଧରିକି କରମର୍ଦ୍ଦନ କରୁଥିଲେ। And it wasn't a fake smile with a broken heart, ଜେସିଓନ୍ସ ଅନୁଭବ କଲେ ଯେତେବେଳେ ସେ କରମର୍ଦ୍ଦନ କରୁଥିଲେ, ଲଜଙ୍କ ମନରେ କୌଣସି ଦୁଃଖ ନଥିଲା କି ସେ ମିଛି ମିଛିକା ହସ ହସୁନଥିଲେ, କାରଣ ଅଲରେଡି ସେ ହାରି ଯାଇଛନ୍ତି ଗେମରେ। ତାଙ୍କର ଯୋଉ ହସଟା ମିଛି ମିଛିକା ନଥିଲା, ସେ ଭିତରୁ ଖୁସି ହେଇକି ତାଙ୍କର ବେଷ୍ଟ ଫ୍ରେଣ୍ଡ ଜେସିଓନ୍ସକୁ ସେ ଅଭ୍ୟର୍ଥନା ଜଣାଉଥିଲେ। ସର୍ଟ ଅଫ ଗ୍ରିଫ୍ ଆଇଦର, ନା ତାଙ୍କ ମନ ତାଙ୍କର ହସଟା ଫେକ୍ ଥିଲା, ନା ତାଙ୍କର ହୃଦୟ ଭାଙ୍ଗିଥିଲା, ନା ତାଙ୍କ ମନରେ ଦୁଃଖ ଥିଲା, ନା ଆଉ କିଛି ଥିଲା। ସେ କହୁଛନ୍ତି ତାଙ୍କର ଯୋଉ ହସଟା ପୁରା ରିଏଲ ଥିଲା। You could melt down all the gold medals and cups I have, and they wouldn't be a plating
on the 24 carat friendship I felt for Lodge Long at that moment. ସେ କହୁଛନ୍ତି you could melt down all the gold medals and cups I have. ତାଙ୍କ ପାଖରେ ଯେତିକି ବି ସ୍ୱର୍ଣ୍ଣ ପଦକ ଆଉ କପ୍ ଗୁଡା ଅଛି ଯଦି ତାଙ୍କୁ ତୁମେ ତରଳେଇ ଦିଅ ତା ବାଦ ବି and they wouldn't be plating on 24 carat friendship I felt for Lodge Long at the moment. ସେ ସେଠି ତୁଳନା କରି କହୁଛନ୍ତି ଯଦି ତମେ ମୋ ପାଖରେ ଥିବା ଗୋଲ୍ଡ ମେଡାଲ କପ୍ ଗୁଡାକୁ ତୁମେ ତରଳେଇ ଦିଅ ତାପରେ ବି ସେଗୁଡାକୁ ଯୋଉ 24 କ୍ୟାରେଟ ଫ୍ରେଣ୍ଡସିପ ମାନେ ରିଏଲ ଫ୍ରେଣ୍ଡସିପ ଆମ ଭିତରେ ହେଇ ସାରିଛି ତା ସହ ତୁଳନୀୟ ନୁହେଁ କି ତା ସହିତ ବି ତାକୁ କମ୍ପେୟାର କରାଯାଇ ପାରିବ ନାହିଁ। ଆଇ ଫେଲ୍ଟ ଫର ଲଜ୍ ଲଙ୍ଗ ଏଟ୍ ଦ ମୋମେଣ୍ଟ ଆଉ ମୁଁ ସେହି ସମୟରେ ଏହି କଥା ସବୁ ଲଜ୍ ଲଙ୍ଗଙ୍କ ପାଇଁ ଫିଲ୍ କରୁଥିଲି। ଆଇ ରିଏଲାଇଜ୍ଡ ଦେନ୍ who that lodge was the epitome of what Pierre de Coubertin, founder of the modern Olympic Games, must have had in my mind when he said the important thing in the Olympic Games is not winning but taking part। ସେ କହୁଛନ୍ତି I realized then too that Lodge was the epitome ହଉଛି ଜ୍ୱଳନ୍ତ ଉଦାହରଣ of what Pierre de Coubertin, founder of the modern Olympic Games, most important ଛୁଆ ତମର MCQ ରେ ଆସିପାରେ the founder of modern Olympic Games ହଉଛି Pierre de Coubertin। ସେ ଏଠି ଲଜ୍ କୁ କାହା ସହ ତୁଳନା କରୁଛନ୍ତି ସେ ଏଠି କହୁଛନ୍ତି Lodge was the epitome of what Pierre de Coubertin, founder of modern Olympic Games, must have had in my mind when he said the most important thing in the Olympic Games is not winning but taking part। ସେ କହୁଛନ୍ତି କୋବର୍ଟିନ୍ କଣ କହିଥିଲେ ନା the important thing in the Olympic Games is not winning ଯେ ଖେଳରେ ଜିତିବାଟା ଇମ୍ପୋର୍ଟାଣ୍ଟ ନୁହେଁ ଖେଳରେ ଭାଗ ନବା ଆଉ ଶେଷ ପର୍ଯ୍ୟନ୍ତ ଫାଇଟ୍ କରିବା ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ତ ଏସେନ୍ସିଆଲ ଥିଙ୍ଗ ଇନ୍ ଦ ଲାଇଫ୍ ଇଜ୍ ନଟ୍ କନକ୍ୟୁରିଂ ବଟ୍ ଫାଇଟିଂ ୱେଲ୍। ଜୀବନରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ଏସେନ୍ସିଆଲ ଦରକାର ଜିନିଷ କଣ ନା ଲାଇଫ୍ ଇଜ୍ ନଟ୍ କନକ୍ୟୁରିଂ ବଟ୍ ଫାଇଟିଂ ୱେଲ୍। ଜୀବନରେ ଜିତିବାଟା ବଡ କଥା ନୁହେଁ ଜୀବନରେ ସଂଘର୍ଷ କରିବାଟା ହଉଛି ବଡ କଥା। ଆଶା କରୁଛି ପିଲା ଏଯାଏଁ ସମସ୍ତେ ବୁଝିପାରିଥିବ। ଆଜି ବିଷୟଟି କମ୍ପ୍ଲିଟ ହେଇଗଲା। ନେକ୍ସଟ ବିଷୟରେ ଆମେ ଅଲଗା କିଛି ଟପିକ ପଢିବା। ରହିଲି, ଜୟ ଜଗନ୍ନାଥ।